ପିଲାମାନେ ସ୍ୱାଗତ କରୁଛି ନୂତନ କ୍ଲାସ୍କୁ। ବିଷୟଟି ଆମର କ'ଣ ଥିଲା ନା କପୋତଲବ୍ଧ କଥା। ଆମେ ପାର୍ଟ 1, ପାର୍ଟ 2, ପାର୍ଟ 3 କ୍ଲାସ୍ କରିଦେଇଛେ ଏବଂ ଏବେ ଆମେ କରିବା କ'ଣ ପାର୍ଟ 4 କ୍ଲାସ୍। ପାର୍ଟ 3ରେ ଆମେ 30 ନମ୍ବର ପର୍ଯ୍ୟନ୍ତ ପଢ଼ି ଯାଇଥିଲେ। ଯଦି କିଛି ପାର୍ଟ ନ ବୁଝିପାରନ୍ତି ତାହେଲେ କମେଣ୍ଟରେ ଜଣାନ୍ତୁ, ଆମେ ତା'ର କ୍ଲାସ୍ କରି ବୁଝାଇବୁ କିମ୍ବା କଣ୍ଟାକ୍ଟ କରନ୍ତୁ। ଧନ୍ୟବାଦ। ତାପରେ ଷ୍ଟାର୍ଟ କରିବା 31 ନମ୍ବର। ପୁରୁଷସ୍ୟ ଡ୍ୟାସ୍ ହି ପରମନାଥ। ପୁରୁଷର ଡ୍ୟାସ୍ କିଏ? ପରମନାଥ। କିଏ ନା ଭାର୍ଯ୍ୟା ପୁରୁଷର। 32 ନମ୍ବର। ବେଦଃ ଡ୍ୟାସ୍ ତପୟିତ୍ୱା ପ୍ରକୃତିସ୍ତଃ ସଞ୍ଜାତ। ବେଦଟି ଆତ୍ମାନଂ ତପୟିତ୍ୱା ପ୍ରକୃତି ସଞ୍ଜାତ। ସେ ନିଜକୁ ନିଜେ ମଧ୍ୟ ଅଗ୍ନିରେ ଜାଳି ଦେଇଥିବାରୁ ସେ ପ୍ରକୃତିରେ ସଞ୍ଜାତ ହେଲା, ତ ସିଦ୍ଧି ହେଇଗଲା। କପୋତଃ ଅଗ୍ନି ଡ୍ୟାସ୍ ପରିକ୍ରମ୍ୟ ଅଗ୍ନି ମଧ୍ୟ ପ୍ରବିଷ୍ଟ। କପୋତ ଅଗ୍ନି କେତେ ବାର ପରିକ୍ରମା କରିଥିଲା? 3 ବାର ପରିକ୍ରମା କରିଥିଲା। 34 ଡ୍ୟାସ୍ ବିଧୀୟତାମ୍। କ'ଣ ବିଧୀୟତାମ୍ ନା ହିମତ୍ରାଣଂ ବିଧୀୟତାମ୍। 35 କପୋତଃ ଡ୍ୟାସ୍ ଭୂତଳେ ଅସ୍ତିର୍ଯ୍ୟବାନ୍। କପୋତଃ ପର୍ଣ୍ଣାନି ଭୂତଳେ ଅସ୍ତିର୍ଯ୍ୟବାନ୍। ତାପରେ ହେଲା 36 ବେଦଃ ଆତ୍ମାନଂ ପ୍ରକୃତିସ୍ତଃ ସଞ୍ଜାତ। ତାପୟିତ୍ୱା ପ୍ରକୃତିସ୍ତଃ ସଞ୍ଜାତ ବେଦଃ। ସହ କପୋତଂ ପ୍ରାହ ମାଂ କ୍ଷୁଧା ଡ୍ୟାସ୍ ବାଧତେ। କପୋତସ୍ୟ ଗୃହେ ନାସ୍ତି ଡ୍ୟାସ୍ ବିଭବଃ। କପୋତର ଗୃହରେ କ'ଣ ନଥିଲା? ବିଭବ ନଥିଲା। ତତଃ ପରିଘାତକମ୍ ଉକ୍ତବାନ୍। କ'ଣ କହିଥିଲା? ଲବ୍ଧସଙ୍ଗ ପକ୍ଷୀଘାତକମ୍ ଥିଲା। 40 ନମ୍ବର। ତଦ୍ ଦୃଷ୍ଟବା ବେଦଃ ଡ୍ୟାସ୍ ଧିକ୍କୃତବାନ୍। କାହାକୁ? ବେଦ କପୋତ କପୋତିଙ୍କୁ ଦେଖି କ'ଣ ନିଜକୁ କ'ଣ କଲା? ଧିକ୍କୃତବାନ୍ କରିଥିଲା। 41 ଡ୍ୟାସ୍ ତ୍ୟକ୍ତୁଂ କୃତାନି କ୍ଷୟଃ ବେଦଃ ବନଂ ପ୍ରବିଶ୍ୟତ୍। ସ୍ୱ ଜୀବନକୁ ତ୍ୟକ୍ତ କରି ବେଦଟି ବଣ ଭିତରେ ପଶିଥିଲା। ଓକେ, ଧନ୍ୟବାଦ। ଆପଣମାନେ ପାର୍ଟ 4 ଭିଡ଼ିଓ ଦେଖନ୍ତୁ। ଯଦି କିଛି ଡାଉଟ୍ ଥାଏ ତାହେଲେ କମେଣ୍ଟରେ ଆମକୁ ଜଣାନ୍ତୁ। ଧନ୍ୟବାଦ।